ଓଡ଼ିଆ ଭାଷା ସାହିତ୍ୟ ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନର ବିନ୍ଧାଣୀ କଟକ ଜିଲ୍ଲା ବାଙ୍କିର ବରପ୍ରାପ୍ତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ନିଜସ୍ୱ ଗ୍ରାମ ବୈଦ୍ୟେଶ୍ୱରଠାରେ ତାଙ୍କର ସେ 57ତମ ଜୟନ୍ତୀ ପାଳିତ। ମୁଖ୍ୟ ଅତିଥି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ମହାପୁରୁଷ ନୀଳମଣି ବିଦ୍ୟାରତ୍ନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଯେଭଳି ଭାବେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଓଡ଼ିଆ ଭାଷା ଆନ୍ଦୋଳନର ରହିଥିଲେ ଅନ୍ୟତମ ପୁରୋଧା। ଏଭଳି ମହାନ ବ୍ୟକ୍ତିଙ୍କ ଏହି ମାଟିରେ ମୁଁ ପ୍ରଥମ ସେବକ ସେବା କରିବାର ସୌଭାଗ୍ୟ ପାଇଥିବା ଯୋଗୁଁ ଆମେ ଗର୍ବ କରୁଛୁ। ସେ ମହାନ ମହାପୁରୁଷଙ୍କ ନୀତି ଆଦର୍ଶ ଜୀବନରୁ ପ୍ରେରିତ ହୋଇ ନିଜର ପ୍ରଦେଶ ଓ ସମାଜ ପାଇଁ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି ଉପଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତି। ଗୁରୁତ୍ୱପୂର୍ଣ୍ଣ ଦିନ ଆମର ଓଡ଼ିଆ ଜାତି ହିସାବରେ ଆମେ ଆହୁରି ଅଧିକ ଗୌରବାନ୍ୱିତ ନିଜକୁ ମନେ କରିବା କଥା। ଆମେ এই ଅଞ୍ଚଳର ତାଙ୍କର ପବିତ୍ର ମାଟିର ଦାୟ ହିସାବରେ ଓଡ଼ିଆ ହିସାବରେ ଗର୍ବ କରିବା ସହିତ ଏ ମାଟିର ଦାୟ ହିସାବରେ ଭାଇ ଭଉଣୀ ମାନେ ଯୋଉମାନେ ବସିଛ ଗୋଟେ ଗୋଟେ ଅକ୍ଷର କରିବ। ଏ ରିକ୍ୱେଷ୍ଟ ଭାଇର ଶୁଣିବ, ଅନୁରୋଧ ଭାଇ ରଖିବ। ମୋ ପାଇଁ ମାଗିବ, ଆମ ମାଟି ପାଇଁ ମାଗୁଛି। ଏ ବୈଦ୍ୟେଶ୍ୱର ପବିତ୍ର ମାଟି ବ୍ୟବସ୍ଥାରେ ଯେ ନେତୃତ୍ୱ ନେଉଛନ୍ତି ସେ ମହେଶ୍ୱର ମହାପାତ୍ର ମହୋଦୟ ଅଛନ୍ତି, ସମାଜ ପରିଚାଳନା କରୁଛନ୍ତି ଅଞ୍ଚଳର ବର୍ଷିଆରେ ସମାଜସେବୀ। ଏ ଅଞ୍ଚଳର ଯେ ନେତୃତ୍ୱ ନେଉଛନ୍ତି ଶ୍ରୀଯୁକ୍ତ ସୁରଞ୍ଜନ ପଣ୍ଡା ମହୋଦୟ। ପ୍ରଥମ ଭାଷା ଭିତ୍ତିକ ପ୍ରଦେଶ ସମଗ୍ର ଭାରତବର୍ଷରେ ଯୋଉଟା ଗଠନ କରାଯାଇଥିଲା ତାର ମୂଳଦୁଆ ପକେଇଥିଲା ଆମର ଏ ମାଟିର ବରପୁତ୍ର। ଆଠଗଡ଼ରୁ ଦିବ୍ୟଦତ୍ତଙ୍କ ରିପୋର୍ଟ, ନାୟବତୀ ଟିଭି।